ଆଜି ଦେଖିବା ଏଇସି କ୍ଲାସ୍ର ବାକ୍ୟ ଗଠନ ରୀତି। ତା ଆଗେ ଦେଖିବା ତା ବିଷୟ। ସାଧାରଣ ଲୋକେ ସାଧାରଣ ଭାବେ ବାକ୍ୟ ପ୍ରୟୋଗ କରନ୍ତି, ମାତ୍ର ଅପତଃ ଶିକ୍ଷିତ ଲୋକେ ଟିକେ ଭାବିଛନ୍ତି ବାକ୍ୟ ପ୍ରୟୋଗ କରନ୍ତି। କବି, ଲେଖକ, ନାଟ୍ୟକାର, ଗୀତିକାରମାନେ କଥିତ ଭାଷା ସହିତ ସାହିତ୍ୟିକ ଭାଷାକୁ ନେଇ ବାକ୍ୟ ରଚନା କରନ୍ତି। ପ୍ରତ୍ୟେକ ବାକ୍ୟରେ ବ୍ୟବହୃତ ଭାଷାର ମୂଳ ଉପାଦାନ ହେଉଛି ଶବ୍ଦ। ବାକ୍ୟରେ ବ୍ୟବହୃତ ହେଲେ ଏହା ପଦ ହୋଇଯାଏ। ତୁଣ୍ଡରେ କୁହାଯାଇଥିବା କଥାକୁ ହୁଏତ ଜଣେ କହିସାରି ପରକ୍ଷଣରେ ଭୁଲାଇ ଦେଇ ପାରନ୍ତି, ମାତ୍ର ଲିଖିତ କଥାକୁ ଭୁଲାଇ ଦେବା ସହଜ ଓ ସମ୍ଭବ ନୁହେଁ। ତେଣୁ କହିବା ବାକ୍ୟ ବିଧାନ କରିବା ବେଳେ ସାବଧାନ ହେବାକୁ ପଡ଼େ। ହାତରୁ ଖସି ଯାଉଥିବା ଟେକା ବନ୍ଧୁକରେ ବାହାରି ଯାଇଥିବା ଗୁଳି ଭଳି। ତୁଣ୍ଡରେ ବାହାରିଥିବା କଥା କେବେ ବି ଫେରି ଆସେ ନାହିଁ। ଏଣୁ ବାକ୍ୟ ଗଠନ ଏକ ସାଧାରଣ ନୁହେଁ, ବରଂ ସଚେତନ ତଥା ସତର୍କତାମୂଳକ କାମ। ନିର୍ଭୁଲ ଭାବରେ ବାକ୍ୟ ଗଠନ କିପରି କରାଯାଏ? ବାକ୍ୟ ଗଠନରେ କିପରି ବ୍ୟାକରଣଗତ ବିଧି ଅନୁସୃତ ହୁଏ, ସଂସ୍କୃତ ଏକକରେ ତାହା ଯଥା ସମ୍ଭବ ସହଜ ଓ ସରଳ ଭାବରେ ବୁଝା ଦିଆଯାଇଛି। ତାପରେ ଦେଖିବା ବାକ୍ୟ ଗଠନ ରୀତି। କୁହାଯାଏ ଯେ ଗୋଡ଼ ନଥିଲେ ଚାଲି ହୁଏ, ମାତ୍ର ହାତ ନଥିଲେ ଲେଖି ହୁଏ ନାହିଁ। ସେହିପରି ପାଟି ଥିଲେ କହି ହୁଏ, ମାତ୍ର କହିବା ଜଣା ନଥିଲେ ଶୁଦ୍ଧ ବାକ୍ୟ ପ୍ରକାଶ କରାଯାଇ ପାରେ ନାହିଁ। ପୂର୍ବ ପ୍ରସଙ୍ଗରେ ଆମେ ଶୁଦ୍ଧ ବାକ୍ୟ କ'ଣ ସେ ସମ୍ପର୍କରେ କିଛି ଧାରଣା କରିଛନ୍ତି। ଏବେ ଏ ପ୍ରସଙ୍ଗ ପୁଣି କାହିଁକି? ଏଥିପାଇଁ ଯେ ଏଠାରେ ବାକ୍ୟର ପ୍ରାଥମିକ ଉପାଦାନଗୁଡ଼ିକ କିପରି ଭାବରେ ବାକ୍ୟରେ ସ୍ଥାନ ପାଏ, ଶୁଦ୍ଧ ବାକ୍ୟ ଗଠନ କରିଥାଏ, ତା ଜାଣିବା ନିହାତି ଆବଶ୍ୟକ। କ. ପଦ ସଂସ୍ଥାପନ। ପଦ ହେଉଛି ବାକ୍ୟର ସର୍ବନିମ୍ନ ଏକକ, ଯାହା ପ୍ରକୃତ ମୂଳ ଉପାଦାନ ହେଉଛି ଶବ୍ଦ। ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ପଦ ହୋଇଯାଏ। ଗୋଟିଏ ସାଧାରଣ ବାକ୍ୟକୁ ବିବେଚିତ କଲେ ବିଭିନ୍ନ ପ୍ରକାରର ପଦ ମିଳେ। ପ୍ରତ୍ୟେକଟି ପଦ ବାକ୍ୟରେ ପ୍ରଯୁକ୍ତ ନ ହେଲେ ତାହା ଶବ୍ଦ ହୋଇଯାଏ। ଯଥା: ଗଜାନନ ଓ ପଞ୍ଚାନନ ପ୍ରଥମ କରି ଗାଁରୁ ରାଜଧାନୀ ଗଲେ। ଏହି ବାକ୍ୟରେ ଗଜାନନ ଓ ପନ୍ନାନ ପ୍ରଥମ କରି ଗାଁରୁ ରାଜଧାନୀ ଗଲେ। ଏହି 8 ଗୋଟି ପଦ ମିଳିତ ହୋଇ ମନର ଭାବକୁ ପୂର୍ଣ୍ଣ ଭାବେ ପ୍ରକାଶ କରିଛନ୍ତି। ଏଥିରେ ଗଜାନନ, ପଞ୍ଚାନନ ଉଭୟ ହେଲେ କର୍ତ୍ତାପଦ ଏବଂ ଗଲେ ହେଉଛି କ୍ରିୟାପଦ ଓ ହେଉଛି ସଂଯୋଜକ ଅବ୍ୟୟପଦ। ବାକ୍ୟରେ କର୍ତ୍ତାପଦ ଓ ସମାପିକା କ୍ରିୟାପଦ ରହିଛି। ଉପରୋକ୍ତ ପଦଗୁଡ଼ିକ ବାକ୍ୟର ଗଠନ କଳାରେ ମଧ୍ୟ ବଦଳି ଯାଇପାରେ। ଯଥା: କ. ପ୍ରଥମ କରି ଗଜାନନ ଓ ପଞ୍ଚାନନ ଗାଁରୁ ରାଜଧାନୀ ଗଲେ। ଖ. ପ୍ରଥମ କରି ଗାଁରୁ ଗଜାନନ ଓ ପଞ୍ଚାନନ ରାଜଧାନୀ ଗଲେ। ବାକ୍ୟ ତିନୋଟିର କର୍ତ୍ତାପଦ କ୍ରିୟାପଦ ସହିତ ଅନ୍ୟ ପଦ ରହିଛି। ପଦଗୁଡ଼ିକର ସ୍ଥାନ ପରିବର୍ତ୍ତନ ହୋଇଥିଲେ ମଧ୍ୟ ବାକ୍ୟର ଅର୍ଥ ସ୍ଥିର ରହିଛି। ମାତ୍ର ଏହି ପଦଗୁଡ଼ିକୁ ଅତି ବିପର୍ଯ୍ୟସ୍ତ ଭାବରେ ପ୍ରୟୋଗ କଲେ ତାହା ଅର୍ଥବୋଧକ ନ ହୋଇ ବରଂ ବୁଝିବାରେ ସମସ୍ୟା ସୃଷ୍ଟି କରେ। ଯଥା: କ. ପ୍ରଥମ କରି ଗଜାନନ ଗଲେ ଓ ପଞ୍ଚାନନ ଗାଁରୁ ରାଜଧାନୀ। କ'ଣ ବୁଝିବ? ଖ. ପଞ୍ଚାନନ ରାଜଧାନୀ ଗଲେ ପ୍ରଥମ କରି ଗାଁରୁ ଗଜାନନ। କ. ଗଲେ ପ୍ରଥମ ଗଜାନନ ଓ ପଞ୍ଚାନନ କରି ଗାଁରୁ ରାଜଧାନୀ। ଖ. ପଞ୍ଚାନନ ରାଜଧାନୀ ଗାଁରୁ ଗଲେ ପ୍ରଥମ କରି ଗଜାନନ। ଏଇଟା ହେଲା ତା ଏକ୍ଜାମ୍ପଲ୍ ଗୁରା। ଉପରୋକ୍ତ ବାକ୍ୟଗୁଡ଼ିକରେ ପଦଗୁଡ଼ିକ ଯାଦୃଚ୍ଛିକ ପ୍ରୟୋଗ କରାଯାଇଛି। ତେଣୁ ଏଗୁଡ଼ିକ ଅର୍ଥ ପ୍ରକାଶ କରିବାରେ ଅସମର୍ଥ ବୋଲି ସହଜରେ ଜଣାପଡ଼ୁଛି। ତେଣୁ ବାକ୍ୟ ଗଠନ କରିବା ସମୟରେ ପଦଗୁଡ଼ିକର ଉପଯୁକ୍ତ ସଂସ୍ଥାପନ ପ୍ରତି ଉପଯୁକ୍ତ ଭାବରେ ଧ୍ୟାନ ଦେବାକୁ ହେବ। ଖ. କର୍ତ୍ତାପଦ ପ୍ରୟୋଗ। ବାକ୍ୟରେ କର୍ତ୍ତାପଦ ମୁଖ୍ୟ ଉପାଦାନ, ତେଣୁ କର୍ତ୍ତାପଦ ପ୍ରୟୋଗରେ ସାବଧାନ ହେବା ଜରୁରୀ। ବାକ୍ୟରେ କିପରି କର୍ତ୍ତାପଦ ଉପଯୁକ୍ତ ଭାବରେ ପ୍ରୟୋଗ କରାଯାଏ, ଏଠାରେ ତା'ର କେତେକ ଦୃଷ୍ଟାନ୍ତ ଦିଆଗଲା। ଯଥା: କ. ଆମ ବାପା ସହରରେ ରହେ। ଆମ ବାପା ସହରରେ ରହନ୍ତି। ଏଇଟା ଭଲ ଲାଗୁଛି। ଖ. ମୋ ବଡ଼ ମାମୁଁ ଆସି ପହଞ୍ଚିଲା। ମୋ ବଡ଼ ମାମୁଁ ଆସି ପହଞ୍ଚିଲେ। ଏଇଟା ଭଲ ଲାଗୁଛି। ଗ. ଆମକୁ ଏଠୁ ବାହାରି ଯିବାକୁ ଅଧ୍ୟକ୍ଷ କହିଲୁ। ଆମକୁ ଏଠୁ ବାହାରି ଯିବାକୁ ଅଧ୍ୟକ୍ଷ କହିଲେ। ଖ. ତାଙ୍କ କୁନି ପୁଅ ଆଜି ଆସୁଛନ୍ତି ବୋଲି ଦାଦା କହିଲା। ତାଙ୍କ କୁନି ପୁଅ ଆଜି ଆସୁଛି ବୋଲି ଦାଦା କହିଲେ। ଏଇଟା ଭଲ ଲାଗୁଛି ସେକେଣ୍ଡଟା। ଖ. ତାପରେ ଦେଖିବା ଗ. କ୍ରିୟାପଦ ପ୍ରୟୋଗ। ବାକ୍ୟରେ କ୍ରିୟାପଦ ଅନ୍ୟତମ ମୁଖ୍ୟ ଉପାଦାନ, ତେଣୁ କ୍ରିୟାପଦ ପ୍ରୟୋଗରେ ସାବଧାନ ହେବା ଜରୁରୀ। ବାକ୍ୟରେ କିପରି କ୍ରିୟାପଦ ଉପଯୁକ୍ତ ଭାବରେ ପ୍ରୟୋଗ କରାଯାଏ, ଏଠାରେ ତା'ର କେତେକ ଦୃଷ୍ଟାନ୍ତ ଦିଆଗଲା। ଯଥା: ଏକ୍ଜାମ୍ପଲ୍ ଗୁରା। 2ରେ କିରେ ବାବୁନା ତୁ ଏବେ କୁଆଡ଼େ ବାହାରିଛନ୍ତି? ଶୁଦ୍ଧ ବାକ୍ୟ: କିରେ ବାବୁନା
ତୁ ଏବେ କୁଆଡ଼େ ବାହାରିଛୁ? 3 ରାମ ଶ୍ୟାମ ମୁଁ ସର୍କସ ଦେଖି ଯାଉଛୁ। ଶୁଦ୍ଧ ବାକ୍ୟ ରାମ ଶ୍ୟାମ ମୁଁ ସର୍କସ ଦେଖି ଯାଉଛୁ। ସେକେଣ୍ଡରୁ ହେଲା ତା ଶୁଦ୍ଧ ବାକ୍ୟ ଗୁରା। 4 ସମସ୍ତେ ଏଠି ଗୀତ ଗାଉଛି। ଶୁଦ୍ଧ ବାକ୍ୟ ସମସ୍ତେ ଏଠି ଗୀତ ଗାଉଛନ୍ତି। ଉପରୋକ୍ତ ଉଦାହରଣ ଗୁଡ଼ିକରେ କଳା ଚିହ୍ନିତ ଅଂଶ ଗୁଡ଼ିକରେ ଉପଯୁକ୍ତ କର୍ତ୍ତା ପାଇଁ ଉପଯୁକ୍ତ କ୍ରିୟାପଦ ବ୍ୟବହୃତ ହେବାରୁ ବାକ୍ୟ ଗୁଡ଼ିକ ଶୁଦ୍ଧ ହେଉଛି। ଘ ଦେଖିବା ବଚନ ପ୍ରୟୋଗ। ବାକ୍ୟରେ କର୍ତ୍ତା ପଦା ଥିବାରୁ ତଦନୁସାରେ ବଚନ ପ୍ରୟୋଗ ଏକ ବିଶେଷ କାର୍ଯ୍ୟ। ତେଣୁ କର୍ତ୍ତାନୁସାରେ ବଚନ ପ୍ରୟୋଗ କରିବାର ସାବଧାନ ହେବା ଜରୁରୀ। ବାକ୍ୟରେ କିପରି ଉପଯୁକ୍ତ ଭାବରେ ବଚନ ପ୍ରୟୋଗ କରାଯାଏ ଏଠାରେ ତାର କେତେକ ଦୃଷ୍ଟାନ୍ତ ଦିଆଗଲା। ତା ଏକ୍ଜାମ୍ପଲ ଗୁରା ଯଦୁ ଓ କୃଷ୍ଣ ସମସ୍ତେ ରାଜଧାନୀ ଗଲେ। ଶୁଦ୍ଧ ବାକ୍ୟ ଯଦୁ ଓ କୃଷ୍ଣ ଦୁହେଁ ରାଜଧାନୀ ଗଲେ। ଏଇଟା ଭଲ ଲାଗୁଛି ସେକେଣ୍ଡଟା। 2 ଆମେ ଛାତ୍ରମାନେ ଧର୍ମଘଟରୁ ଦୂରେଇ ଯିବ। ଶୁଦ୍ଧ ବାକ୍ୟ ଆମେ ଛାତ୍ରମାନେ ଧର୍ମଘଟରୁ ଦୂରେଇ ଯିବୁ। 3 ଆପଣମାନେ ଏକାମ କରିବୁ ନାହିଁ। ଶୁଦ୍ଧ ବାକ୍ୟ ଆପଣମାନେ ଏକାମ କରିବେ ନାହିଁ। 4 ଆଜ୍ଞା ମହାଶୟ ସାହସ ଅଛି ତ ଲଢ଼େଇ କରୁ। ଶୁଦ୍ଧ ବାକ୍ୟ ଆଜ୍ଞା ମହାଶୟ ସାହସ ଅଛି ତ ଲଢ଼େଇ କରନ୍ତୁ। ଉପରୋକ୍ତ ବାକ୍ୟ ଗୁଡ଼ିକରେ କଳା ଚିହ୍ନିତ କ୍ରିୟାପଦ ପ୍ରୟୋଗରେ ବଚନଗତ ଶୁଦ୍ଧତା ଆସିଛି। ତେଣୁ ଅଶୁଦ୍ଧ ବାକ୍ୟ ଗୁଡ଼ିକରେ ଶୁଦ୍ଧତା ଆସିଛି। କାଳ ପ୍ରୟୋଗ ବାକ୍ୟରେ କାଳ ପ୍ରୟୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ତେଣୁ କାଳ ପ୍ରୟୋଗରେ ସାବଧାନ ହେବା ଜରୁରୀ। ବାକ୍ୟରେ ଉପଯୁକ୍ତ ଭାବରେ କିପରି କାଳ ପ୍ରୟୋଗ କରାଯାଏ ଏଠାରେ ତାର କେତେକ ଦୃଷ୍ଟାନ୍ତ ଦିଆଗଲା। ତା ଏକ୍ଜାମ୍ପଲ ଗୁରା 1 ଆସନ୍ତାକାଲି ଶରତ କଟକ ଫେରିଲେ। ଶୁଦ୍ଧ ବାକ୍ୟ ଆସନ୍ତାକାଲି ଶରତ କଟକ ଫେରିବେ। 2 ଗତକାଲି ତାଙ୍କ ମା ମରିଯିବେ। ଶୁଦ୍ଧ ବାକ୍ୟ ଗତକାଲି ତାଙ୍କ ମା ମରିଗଲେ। ତାପରେ ଦେଖିବା 3 ଆମେମାନେ ବର୍ତ୍ତମାନ କୁଆଡ଼େ ଯାଇଥିଲୁ। ଶୁଦ୍ଧ ବାକ୍ୟ ଆମେମାନେ ବର୍ତ୍ତମାନ କୁଆଡ଼େ ଯାଉଛନ୍ତି। 4 2 ଦିନ ପରେ ଆମ ବିଦ୍ୟାଳୟ ଖୋଲିଲା। ଶୁଦ୍ଧ ବାକ୍ୟ 2 ଦିନ ପରେ ଆମ ବିଦ୍ୟାଳୟ ଖୋଲିବ। ପ୍ରଦତ୍ତ ଉଦାହରଣ ଗୁଡ଼ିକରେ କଳା ଚିହ୍ନିତ କ୍ରିୟାପଦ ଗୁଡ଼ିକ କାଳାନୁସାରେ ହୋଇଛି। ତେଣୁ ସେଗୁଡ଼ିକ ଶୁଦ୍ଧ ବାକ୍ୟ। ତେଣୁ ଏକ ପଦର ବାକ୍ୟ କେତେକ ପଦ ସମଷ୍ଟିରେ ଏକ ବାକ୍ୟ ଗଢ଼ାଯାଇପାରେ ବୋଲି ଆମେ ଆଗରୁ ଜାଣିଛନ୍ତି। ମାତ୍ର କେତେକ କ୍ଷେତ୍ରରେ ଗୋଟିଏ ମାତ୍ର ପଦରେ ମନୋଭାବ ବୁଝା ପଡ଼େ। ଗୋଟିଏ ମାତ୍ର ପଦରେ ମଧ୍ୟ ବାକ୍ୟ ଗଢ଼ାଯାଇପାରେ ଯଥା କ ପ୍ରଶ୍ନ କିଏ ଉତ୍ତର ମୁଁ। ଖ ପ୍ରଶ୍ନ ଖାଇଛ ଉତ୍ତର ହଁ। ପ୍ରଶ୍ନ ସେଠି କିଏ ଅଛ ଉତ୍ତର ମୁଁ ଅଛି। ପ୍ରଶ୍ନ ତମେ ଖାଉଛ ଉତ୍ତର ହଁ ଖାଉଛି। ଏଇଟା ହେଲା ତା ଏକ୍ଜାମ୍ପଲ ଗୁରା। ତାପରେ ଦେଖିବା ବାକ୍ୟ ସଂକ୍ଷେପଣ। କହିବା ବେଳେ ବା ବାକ୍ୟ ପ୍ରକାଶ କରିବା ବେଳେ ଏଣୁ ତେଣୁ ଗୁଡ଼ାଏ ପଦ ଅଯଥାରେ ବ୍ୟବହୃତ ହୋଇ ବାକ୍ୟକୁ ଦୀର୍ଘ କରିଥାଏ। ସାବଧାନତା ଅବଲମ୍ବନ କଲେ ହୁଏତ ଏସବୁକୁ ଆଡ଼େଇ ଦେଇଯାଇପାରେ। ବାକ୍ୟ ଗଠନ ବେଳେ ସଂକ୍ଷେପଣ ରୀତିଟି ଗ୍ରହଣୀୟ। ବାକ୍ୟ ରଚନାରେ ସନ୍ଧି ସମାସ କୃଦନ୍ତ ତଦ୍ଧିତ ଉପସର୍ଗ ପ୍ରତ୍ୟୟ ଓ ସମାନ ଅର୍ଥବୋଧକ ଶବ୍ଦ ପ୍ରୟୋଗ କଲେ ବାକ୍ୟ ସଂକ୍ଷିପ୍ତ ଓ ସୁନ୍ଦର ହୁଏ। ଯଥା କ ସନ୍ଧି ଯୋଗେ ବାକ୍ୟ ସଂକ୍ଷେପଣ। କ ନିର୍ବାଚନ ପରେ ନିହାତି ଦରକାର ହେଉଥିବା ଜିନିଷ ଗୁଡ଼ିକର ଦାମ ଅତି ଅଧିକ ହେବ। ଏଇଟା ତା ଏକ୍ଜାମ୍ପଲ ଗୁରା ଦେଖିଦିଅ। ମୁଁ ସ୍କ୍ରୋଲ କରୁଛି ଦେଖିଦିଅ। ସ୍କ୍ରିନଶଟ ଯଦି ନେବ ନେଇଯାଅ। ଏ ପିଡିଏଫଟା ନ ମିଳିପାରେ ଟେଲିଗ୍ରାମରେ। ସବୁ ସ୍କ୍ରୋଲ କରୁଛି। ସହାୟକ ଗ୍ରନ୍ଥ ସୂଚୀ ଏଉଠୁ ବନ୍ଦ।